मंच तले उपस्थित थिबा समस्त निमंत्रित अतिथि मान को आम स्वागत करुछु। मंच तले आम परिवार समस्त सदस्य मान को अभिनंदन जनाऊँची, नमस्कार जनाऊँची। ये आज आम एक आनंदर दिन, आम परिवार सदस्य मान सहित आम एकाठी हमार गोटे अवसर। ये सुंदर अवसर को आमे माने हाथ छड़ा न करी समस्ते यह उपभोग करेंगे बोली मोर आशा और विश्वास। आज वरिष्ठ नागरिक मंचर यही कार्यक्रम को सर्वप्रथम मु आमंत्रण करी आम मंचर सभापति श्रीयुक्त देवप्रसाद मजुमदार को, जे विगत 2 वर्ष धरी ये सभार ये मंचर कार्यक्रम को आगे नहीं एवं जहाँ नेतृत्व जहाँ प्रेरणा आम मंच तार विभिन्न कार्यक्रम आयोजन कर श्री देवप्रसाद मजुमदार महोदय परे परे आमंत्रण करी मंच उपर को श्रीयुक्त सत्यवादी बलियार सिंह महोदय जी होती आमर उपदेष्टा, ये मंचर जड़े स्थायी प्रतिष्ठाता सदस्य, जी जहाँ को प्रेरणा आम मान को आग को मारी जीवारे साहाय्य करिछि श्री सत्यवादी बलियार सिंह महोदय। वैकुंठनाथ राजगुर महोदय को जे जड़े प्रतिष्ठाता सभ्य सदस्य, जहाँ को प्रेरणा आम वरिष्ठ नागरिक मंच को यथेष्ट उत्साह प्रदान करिछि श्री वैकुंठनाथ राजगुर महोदय। बड़े बड़े मंच को आमंत्रण करी श्रीयुक्त विधान चंद्र महांती वरिष्ठ उपदेष्टा, श्रीयुक्त विधान चंद्र महांती जहाँ को बयस छाप लगी ना, जे चिर चंचल चिर कुमार ना, जे चिर कुमार चिरंजीवी जिते एडजेक्टिव लगे भी कम देवा भाई विधान भाई आम समस्त प्रिय विधान भाई, जे प्रतिदिन राति 9टा पर्यंत 8टा पर्यंत बसी केमिटी कार्यक्रम श्रृंखलित हम जे प्रति कथा को तदारख विधान भाई दया मंच को आसतु। चिर कुमार आउ जने सदस्य नांती आम ग्रहण बाहर डॉक्टर प्रफुल्ल कुमार सामंतराय पर मंच को आमंत्रण करी चिर कुमार नमस्कार। जे जहाँ पाई ये वरिष्ठ नागरिक मंच आज गर्वित, जार अहर्निशी त्याग, जार समर्पित भाव, जार निस्वार्थपरता पाई ए मंच आज मुंड टेकी ठिया से आउ कई नुहति आम प्रिय राम शंकर संपादक वरिष्ठ नागरिक मंच खोर्धा आपण स्वागत करुची मंच को। सी टे बेले बेले राम हमें बेले बेले शंकर भी तेणु आप दुईटी रूप को देखी था राम पर कोमल आ शंकर सी नृत्य भी करती तांडव कई मुहूर्तक क्रोध थाए अनुष्ठान अनुष्ठान बंदर मुझे थे कहली अरे भाई आपण जमी समय दौरान जिते समर्पित आम जदि आम आपण भाया मुझे आपको मंचर ओल्लई दी था
ତେଣୁ ରାମଚନ୍ଦ୍ର ଭାଇ ଯାହା ପାଇଁ ଏ ମଞ୍ଚ ଆଜି ଗର୍ବିତ। ଆପଣ ଯୋଉ ଅଟ୍ଟାଳିକା ଦେଖୁଛନ୍ତି ତାର ପ୍ରଥମ ବିନ୍ଦାଳି ଥିଲେ ରାମଚନ୍ଦ୍ର। ଆମେ ସମସ୍ତେ ଅଛେ ଏ ମଞ୍ଚର 671 ସଦସ୍ୟଙ୍କର ଅକୁଣ୍ଠିତ ଅର୍ଥ ଦାନରେ ଏ ମଞ୍ଚ ଆଜି ଠିଆ ହେଇଛି। ଆଗାମୀ ଦିନରେ ଆମେ ଯୋଉଠି ବସିଛେ ଏଠି ଗୋଟେ ଅଡିଟୋରିୟମ କରିବାର ସ୍ୱପ୍ନ ମଧ୍ୟ ଆମ ମନରେ ଅଛି। ସେ ଯାହା ହଉ ପରବର୍ତ୍ତୀ ସମୟରେ ସେ କଥା ଆପଣମାନେ ଶୁଣିବେ। ମଞ୍ଚକୁ ଆମନ୍ତ୍ରଣ କରିବି ଆମର ଉପଦେଷ୍ଟା ମଣ୍ଡଳୀର ଜଣେ ବୟୋଜ୍ୟେଷ୍ଠ ଅଖିଳ ଭାଇକୁ, ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ପ୍ରଧାନ। ଅସୁସ୍ଥତା ସତ୍ତ୍ୱେ ଗୋଟାରେ ପଟି ବାନ୍ଧି ଯିଏ ସ୍କୁଟର ଚଲେଇ ପାରୁନାହାନ୍ତି କାହାକୁ ଗୋଟେ ଡାକି ସବୁଦିନ ଆସି ଘେରାଇ ବୁଲି ଯାଆନ୍ତି ମଞ୍ଚକୁ। ପରେ ପରେ ଅନୁରୋଧ କରିବି, ଆମନ୍ତ୍ରଣ କରିବି ଆଉ ଜଣେ ଉପଦେଷ୍ଟା ଶ୍ରୀଯୁକ୍ତ ହାଜି ନସିମୁଦ୍ଦିନ ଖାଁଙ୍କୁ, ଯିଏ ଖୋର୍ଦ୍ଧା ସହରର ଘରେ ଘରେ ପରିଚିତ ଖାଁ ବାବୁ। ସେବା ଦେବାରେ ସେ କୁଣ୍ଠା ପ୍ରକାଶ କରନ୍ତି ନାହିଁ ଆଉ ସମୟ ରୁହନ୍ତି। ପରେ ପରେ ଆମନ୍ତ୍ରଣ କରିବି ଡକ୍ଟର ପ୍ରମୋଦ ଚନ୍ଦ୍ର ଦାସ ଅଧ୍ୟକ୍ଷ, ଅବସରପ୍ରାପ୍ତ ଅଧ୍ୟକ୍ଷ ମହୋଦୟକୁ, ଯାହାଙ୍କର ସାହିତ୍ୟ ରୁଚି ଆପଣମାନେ ସମସ୍ତେ ଜାଣିଥିବେ ଆମରି ସତ୍ୟ। ପରେ ପରେ ଆମନ୍ତ୍ରଣ କରିବି ଜଣେ ସରଳ ଅମାୟିକ ବ୍ୟକ୍ତିତ୍ୱ ଡକ୍ଟର ବାସୁଦେବ ପାତ୍ର, ଅବସରପ୍ରାପ୍ତ ସିଡିଏମଓ, ଅତ୍ୟନ୍ତ ସରଳ, ନିଷ୍କପଟ, ପରୋପକାରୀ। ମଞ୍ଚକୁ ସର୍ବଶେଷରେ ଆମନ୍ତ୍ରଣ କରିବି ଆମ ସମସ୍ତଙ୍କର ପ୍ରିୟ ଅପା, ଯେ ମହିଳା ଶାଖାର ପ୍ରତିନିଧିତ୍ୱ କରୁଛନ୍ତି। ମହିଳା ଶାଖା ଦାୟିତ୍ୱ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ଏଠି ପାଳନ କରିଥିଲେ ତାଙ୍କରି ନେତୃତ୍ୱରେ ସୌଦାମିନୀ ଅପା। ସୌଦାମିନୀ ପଟ୍ଟନାୟକଙ୍କୁ ମଞ୍ଚରୁ ଆମନ୍ତ୍ରଣ କରୁଛି। ପୁଣି ଥରେ ସମସ୍ତଙ୍କୁ ସାଦର ଅଭିନନ୍ଦନ ଜଣାଉଛି ଆଉ ମଞ୍ଚର କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସଭାପତି ମହୋଦୟଙ୍କୁ ଅନୁରୋଧ କରୁଛି। কোঠ ভোগ খিয়া মোচকাখিয়া, কোঠ ভোগ খিয়া মোচকাখিয়া, উঠ হে পাহাড় ভাঙি পণ্ডা পড়িহারি କରନ୍ତି ଗୁହାରି, ପଣ୍ଡା ପଢ଼ିହାରି କରନ୍ତି ଗୁହାରି, ହେବାକୁ ଚନ୍ଦନ ଚନ୍ଦନ ଲାଗି କୋଠ ଭୋଗ ଖିଆ। ତୁଳସୀର ମାଳ ଦୟଣାର ଚୂଳ ଘେନି ଉଭା ଦେବ ଦାସୀ, ଘେନି ଉଭା ଦେବ ଦାସୀ, ବଡ଼ ସିଂହାରକୁ ବୁଢ଼ା ସିଂହାରୀ ହେ ଉଭା ହୋଇଲେଣି ଆସି। ମଣିମା ମଣିମା ଡାକ ପଡୁଅଛି, ମଣିମା ମଣିମା ଡାକ ପଡୁଅଛି, ସମୁଦର ସନଲା ଚନ୍ଦନ ଲାଗିଆ। ବର୍ତ୍ତମାନ ଆମର ରାଜ୍ୟ ସଙ୍ଗୀତ ଗାନ କରାହେବ। ମଧ୍ୟ ଉତ୍କଳ ଜନନୀ ସମସ୍ତଙ୍କ ଅନୁରୋଧ, ସମସ୍ତେ এই গান ସମୟରେ ସମସ୍ତେ ଦଣ୍ଡାୟମାନ ନେବାକୁ ଅନୁରୋଧ। ବର୍ତ୍ତମାନ ବନ୍ଦେ ଉତ୍କଳ ଜନନୀ
ରାଜ୍ୟ ସଙ୍ଗୀତ ଗାନ କରିବା ପାଇଁ ଅନୁରୋଧ କରୁଛୁ। ବରିଷ୍ଠ ନାଗରିକ ମଞ୍ଚ ବାର୍ଷିକ ଉତ୍ସବ ପାଳନ ଅବସରରେ ଏହି ଭବ୍ୟ ସମାବେଶକୁ ମୁଁ ଶ୍ରୀ ଦେବପ୍ରସାଦ ମଜୁମଦାର ପ୍ରାକ୍ତନ ଆରକ୍ଷୀ ଅଧୀକ୍ଷକ ଏ ମଞ୍ଚର ଗତ 2 ବର୍ଷର ସଭାପତି ଆପଣମାନ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି, ଶୁଭେଚ୍ଛା ଜଣାଉଛି। এই যে গৃহ আমার এটি গড়ি উঠিছি গত 2 বছর তলে যে আমি প্রচেষ্টা করছে সমস্তে সমস্ত সহযোগে আজ এই যে ভব্য যে কনফারেন্স হচ্ছে এটি সেটা হয়েছি, এটা আপনার সমস্ত সব চেষ্টার পরিপ্রকাশ। সর্বোপরি শ্রীযুক্ত রামশঙ্কর যিকি আম সংগঠনর সম্পাদক তাঁকর প্রেরণা সদিচ্ছা যোগু আজ এপরি গোটে বিরাট কায় সংগঠন গড়ি উঠি খোর্ধারে। ସମସ୍ତେ ଯେଉଁମାନେ ଏଠି ଅଛନ୍ତି ସମସ୍ତେ ବରିଷ୍ଠ ନାଗରିକ 60 ବର୍ଷରୁ ଉର୍ଦ୍ଧ୍ୱ ଏବଂ ଅନେକ 70 ବର୍ଷ ପାରି ହେଇଗଲେଣି। ଆପଣମାନେ ସମସ୍ତେ ଜାଣିଛନ୍ତି ଡାକ୍ତର ବାସୁଦେବ ପାତ୍ର ଏଠି ବସିଛନ୍ତି, ଆମର ଡକ୍ଟର ସୁହାସ ସିଂ ଅଛନ୍ତି, ଡକ୍ଟର ଅମିୟ ଜେନାମଣି ଅଛନ୍ତି, ଆଉ ଅନ୍ୟାନ୍ୟ ଡାକ୍ତରମାନେ ବି ଅଛନ୍ତି। ଆପଣମାନେ ସମସ୍ତେ ଜାଣନ୍ତି ଯେତିକି ଆମେ ଆଗକୁ ବଢିବା ଯେତିକି ଆମର ବୟସ ବଢିବ ଆମର ବିଭିନ୍ନ ପ୍ରକାର ସବୁ ଶାରୀରିକ ଅସୁସ୍ଥତା ଦେଖାଯିବ। ବ୍ଲଡ୍ ପ୍ରେସର, ଡାଇବେଟିସ୍ ଏସବୁ ଅଛି। ଏ ସବୁକୁ ଓଭରକମ୍ କରିବା ପାଇଁ ଆପଣମାନେ ଏଠି ଆଜି ତ ସେ ଖେଳ ହଉନି, ଯୋଉଦିନ ନର୍ମାଲ ଦିନରେ ଯୋଉ ଏଠି ক্যারাম খেল, তাস খেল সবু ভিতরে আমি ভুলে যাচ্ছি, আমার বয়সটাকে ভুলে যাচ্ছি। সুতরাং আপনার জানতি যে বরিষ্ঠ নাগরিক মঞ্চ আমি সব বয়স্ক বয়সে আসলা পরে আমি মানে আমার কথা হয়তো ঘরে কহিবা কাইকি ঘরে ଆମର ପିଲାମାନେ ନାତି ନାତୁଣୀ ଅଛନ୍ତି, ସେମାନେ ସମସ୍ତେ କହୁଥିଲେ ବୁଢାଟା କଣ କହୁଛି। ଜେଏନଜି ଗୋଟେ ଶବ୍ଦ ଆପଣମାନେ ସମସ୍ତେ ପାଇଛନ୍ତି ନାହିଁ। ଜେଏନଜି ଜେନେରେସନ ଗ୍ୟାପ ତାକୁ କହୁଛନ୍ତି ଜେଏନଜି। ମତେ ମୋ ନାତୁଣୀ କହୁଛି ତମେ ଜେଏନଜି ଚାଲ ବାର। ସୁତରାଂ ମୁଁ ମୋର ଭିତରର ଓହ ଆବେଗ କାହା ପାଖରେ ପ୍ରକାଶ କରୁଛି ଆପଣମାନଙ୍କ ପାଖରେ। ସୁତରାଂ ଆମମାନେ ଯୋଉ ଏକାଠି ହେଇକି ଏଠି ସମସ୍ତେ ଆପଣମାନେ ଖୁସି ହେବେ, ସମସ୍ତେ ଭୁଲି ଯାଆନ୍ତି ତାଙ୍କ ନିଜ ଘର କଥା। ଯୋଉ 9ଟା 10:30ରୁ 12ଟା 12:30 ଗୋଟାଏ ପର୍ଯ୍ୟନ୍ତ ବସିକି ପାଣିରେ ବସନ୍ତି, ସେମାନେ ସବୁ ଭୁଲି ଯାଆନ୍ତି। ତେଣୁ ମୁଁ ଆଶା କରିବି ଆମର ଯୋଉ ବରିଷ୍ଠ ନାଗରିକ ମଞ୍ଚ ଆହୁରି ଆଗକୁ ଚାଲୁ ଏବଂ ପ୍ରତ୍ୟେକ ଅଣୁକୋଣରୁ ସଭ୍ୟମାନେ ଏଥିରେ ସଭ୍ୟଭୁକ୍ତ ହୁଅନ୍ତୁ। ହେଲ୍ଥ କ୍ୟାମ୍ପରେ ଡାକ୍ତରମାନେ ବି ଆସିକି ଦେଖୁଛନ୍ତି ଦେହ ପ୍ରୋଷ୍ଟେଟ୍ ପାଇଁ, ଆମର ଯୋଉଟା କି କମନ ପ୍ରୋବ୍ଲେମ ସମସ୍ତଙ୍କ ପ୍ରୋଷ୍ଟେଟ୍, ସେଥିପାଇଁ ବି ଆମର ଡାକ୍ତର ଆସିଥିଲେ। ଆମରି ଜଣେ ସଭ୍ୟ ତାଙ୍କରି ପୁଅ ସେଠି ୟୁରୋଲୋଜିରେ କ୍ଲିନିକ କରିଛି। ସବୁ କିଛି ଆମେ କରୁଛୁ। 22 ତାରିଖରେ ଆଖି କ୍ୟାମ୍ପ ହବ, ଆପଣ ଆଖି ଦେଖେଇବେ, ସବୁ କିଛି ଆମେ କରିବୁ। ସୁତରାଂ ଆମେମାନେ ସମସ୍ତେ ଆସିକିରି ଆମ ନିଜ ନିଜର ସମସ୍ୟା ଯୋଉ ବୃଦ୍ଧ ବୟସରେ ତାର ସମସ୍ତ କିଛିର ସମାଧାନ ଏଇଠି ଅଛି। ଆଜ୍ଞା ଆପଣ ଯଦି ଆପଣଙ୍କୁ ମୁଁ ଡାକିଲି, ମୁଁ କହିବି ନମସ୍କାର, ଆପଣ ଯଦି ହସିକିରି ମତେ ଘରେ କଥା କହିଦେଲେ ସେଇଟା ହିଁ ମୋର ମନ ଭରିଗଲା, ମୋର ସ୍ୱାସ୍ଥ୍ୟ କଥା ମୁଁ ବୁଝିଲି। ସୁତରାଂ ଆପଣ ସ୍ୱାସ୍ଥ୍ୟର ଯାହା ଡାକ୍ତର ହଉ ତାଙ୍କର ଔଷଧ ଦେବେ ଦିଅନ୍ତୁ, କିନ୍ତୁ ମୁଁ ମୋ ମନରେ ମୋ
ଚିନ୍ତାରେ ମୁଁ ଭାବୁଛି ଆପଣମାନେ ସମସ୍ତେ ଏକାଠି ହେଇ ଯଦି ଟିକେ ହସିବେ କି ତାହେଲେ ନିଶ୍ଚିତ ଭାବରେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ। ଆଶା କରିବି ସମସ୍ତେ ଭଗବାନ ଶ୍ରୀ ଜଗନ୍ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ କୃପାରୁ ସମସ୍ତେ ଭଲରେ ରୁହନ୍ତୁ, ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ଆଗକୁ ଆମର ସଂଘର ଆମର ଯୋଉ ବରିଷ୍ଠ ନାଗରିକ ମଞ୍ଚ ଅଛି ସେ କେମିତି ଆହୁରି ଆଗକୁ ବଢ଼ିବ, ଆହୁରି ଲୋକ ଆସିବେ। ସୁବିଧା ପାଇଁ ସମସ୍ତଙ୍କର ଉନ୍ନତି ପାଇଁ ଆମର ଖୋର୍ଦ୍ଧା ନାଗରିକ ମଞ୍ଚ ଆହୁରି ଉନ୍ନତ ହଉ, ଆହୁରି ସଂଗଠିତ ହଉ ଏବଂ ରାମଚନ୍ଦ୍ର ବାବୁଙ୍କ ନେତୃତ୍ୱରେ ଆମେ ଏମିତି ଆଗରେ ଆଗକୁ ଚାଲୁଥାଉ। ଧନ୍ୟବାଦ। ବର୍ତ୍ତମାନ ଅନୁରୋଧ କରିବି ସମ୍ପାଦକ ଶ୍ରୀଯୁକ୍ତ ରାମନଗରକୁ ତାଙ୍କର ବିବରଣୀ ପାଠ କରିବେ। मंचासी माननीय सभापति महोदय, मंचासी वरिष्ठ नागरिक मंचर उपदेष्टा मंडली सदस्य वृंद महोदय, श्रीमती सौदामिनी पट्टनायक, आसीथिबा आमर निमंत्रण रक्षा करी खोर्धा जिलार विभिन्न वरिष्ठ नागरिक अनुष्ठान माननीय सभापति संपादक सदस्य वृंद, आम समस्त अत्यंत शुभेच्छु खोर्धा सहर माननीय सांबादिक बंधुगण और उपस्थित आम निज परिवार माननीय सदस्य और सदस्य वृंद नमस्कार। षष्ठ वार्षिक उत्सव पालन अवसर में जो सदस्य मानू आम 2025 सबुदिन हरी से अम्लान स्मृति पर गभीर श्रद्धांजलि अर्पण करूँ। वरिष्ठ नागरिक मंच खोर्धा सदस्य मान त्याग अनुष्ठान प्रति आंतरिकता को सदाबले मुंडपाती सम्मान जनाए। तेणु आप समस्त को विनम्र निवेदन करी जो 10 जन सदस्य 2025 मसीह आम मान सबुदिन छाड़ी चली से शोक प्रस्ताव आगत करुच्ची। दिवंगत सचिदानंद महांती, प्रमोद किशोर पट्टनायक, प्रशांत कुमार महांती, गतिकृष्ण उत्तर कबार, विद्युतलता नंद, गोपाल कृष्ण पट्टनायक, किशोर चंद्र महांती, विरंजी नारायण महापात्र, आदिबंधु महाराणा एवं आमर प्रबुद्ध वार्ता प्रकाशन पर दिवंगत भजबंधु नायक आत्मार सद्गति आम समस्ते एक मिनिट नीरव स्थान में दंडावन जगतनाथ जगन्नाथ को प्रार्थना करें। धन्यवाद। ओम शांति। 2025 संपादकीय विवरणी मुझे आगत करुच्ची। वरिष्ठ नागरिक मंच खोर्धा केवल एक अनुष्ठान नाम मध्य सीमित रही ना, एक नीरव आंदोलन परिचय सृष्टि कर समर्थ हो पारे। मात्र 4 वर्षर अनुष्ठान सदस्य मान जीवन 40 वर्षर अभिज्ञता को आधार कर एक बृहत परिवार में परिणत हो। गोटे परिवार भितर विभिन्न रुचि चिंताधार सदस्य मान
ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ତିଆରି କରି ପରିବାରଟି ସୁଖ ଶାନ୍ତିରେ ଚାଲିବା ସହିତ ସଫଳତା ଅର୍ଜନ କଲା ଭଳି ବରିଷ୍ଠ ନାଗରିକ ମଞ୍ଚ ପ୍ରାୟ 500 ସଦସ୍ୟମାନଙ୍କୁ ନେଇ ଖୋର୍ଦ୍ଧା ସହରରେ ଗଢ଼ି ଉଠିଛି। ସଦସ୍ୟମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ନିମନ୍ତେ ପାଳିତ ହେଉଛି ପ୍ରତିଦିନ ଜନ୍ମଦିବସ। 2025 ଜାନୁଆରୀ 20 ତାରିଖ ଠାରୁ 2025 ଜାନୁଆରୀ 20 ତାରିଖରେ ଆମର ଗୃହଟି ଆମେ ପ୍ରତିଷ୍ଠା କରିଥିଲେ ଏବଂ ଗୃହ ପ୍ରବେଶ କରିଥିଲେ। 1 ତାରିଖ ଠାରୁ ଫେବୃଆରୀ 1 ତାରିଖ ଠାରୁ ଡିସେମ୍ବର 2025 31 ତାରିଖ ମଧ୍ୟରେ ଆମେ 176 ମାନନୀୟ ସଦସ୍ୟଙ୍କ ଜନ୍ମଦିନ ଏହି ବୈଠକ ଗୃହରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ। 60 ବର୍ଷ ପରେ ବନ୍ଧୁମାନଙ୍କ ଗହଣରେ ଜନ୍ମଦିବସ ପାଳନ କରିବାର ଆନନ୍ଦ ନିଆରା। ବୟସ ଏକ ସଂଖ୍ୟା, ଯେତେ ଦିନ ଯାଏ ମନ ଓ ଶରୀରକୁ ଚଳଚଞ୍ଚଳ ରଖିବେ ସେତେ ଦିନ ଯାଏ ହୃଦୟ ଓ ମସ୍ତିଷ୍କ ସୁସ୍ଥ ରହିବ। ମନ ସହିତ ଶରୀରକୁ ସୁସ୍ଥ ରଖିବାକୁ ପଡ଼ିବ। ଶରୀର ଥିଲେ ଗାଦି ଅଛି, ଗାଦି ହେଲେ ଚିକିତ୍ସା ଅଛି। ବୟସ ବୃଦ୍ଧି ସହିତ ଶରୀର ଦୁର୍ବଳ ହେବା ଏକ ପ୍ରାକୃତିକ ପ୍ରକ୍ରିୟା। ସଦସ୍ୟମାନଙ୍କ ପାଇଁ ଚଳିତ ବର୍ଷ ରକ୍ତ ପରୀକ୍ଷା, ରକ୍ତଚାପ ପରୀକ୍ଷା, ହୃଦରୋଗ, ସ୍ନାୟୁ ରୋଗ, କିଡନୀ ଓ ପରିସ୍ରା ଜନିତ ସମସ୍ୟା ଇତ୍ୟାଦି ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କୁ ନିମନ୍ତ୍ରିତ କରି ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିରମାନ ବୈଠକ ଗୃହରେ ଆୟୋଜନ କରାଯାଇଛି। 2025 ଡିସେମ୍ବର 7 ତାରିଖ ଦିନ 87 ଜଣ ସଦସ୍ୟମାନେ 2ଟି ବସରେ ଯାଇ ମା ଚର୍ଚ୍ଚିକା, ମା ଭଣ୍ଡାରିକା ପୀଠ ଦର୍ଶନ ସହିତ ବଣଭୋଜି ଏକ ଆନନ୍ଦଦାୟକ ସ୍ମୃତି। ପ୍ରତିଦିନ ସମୟକୁ ଆନନ୍ଦଦାୟକ କରିବା ନିମନ୍ତେ ଚଳିତ ବର୍ଷ ପ୍ରାୟ 50 ଜଣ ସଦସ୍ୟ ବୈଠକ ଗୃହକୁ ଆସି ତାସ, କ୍ୟାରେଜ, ଚେସ୍ ଖେଳିବା ସହିତ ପୁସ୍ତକ ଅଧ୍ୟୟନ ଓ ପରସ୍ପର ମଧ୍ୟରେ ଗପସପ କରି ସମୟ ଅତିବାହିତ କରୁଛନ୍ତି। ଏ ଦୃଷ୍ଟିରୁ ବରିଷ୍ଠ ନାଗରିକ ମଞ୍ଚ ଏକ ଅଦ୍ୱିତୀୟ অনুষ্ঠাନ ସଦାସର୍ବଦା ସଦସ୍ୟମାନଙ୍କ ସୁଖରେ ଓ ଦୁଃଖରେ। ପ୍ରତ୍ୟେକ ସଦସ୍ୟ ଆଜି ଆନ୍ତରିକତାର ସହିତ অনুষ্ঠাନକୁ ହୃଦୟରେ ରଖିଛନ୍ତି। ଆମର ନାରା অনুষ্ঠাନ ମୋର, ମୁଁ অনুষ্ঠাନର। ନିମନ୍ତ୍ରଣ ପାଇଁ ସୁଖରେ ସଦସ୍ୟମାନଙ୍କ ବାସଗୃହରେ ପହଞ୍ଚିବା ସାଧାରଣ କଥା, ମାତ୍ର ସଦସ୍ୟଙ୍କ ଶାରୀରିକ ଅସୁସ୍ଥତା ଖବର ପାଇ 5 ଜଣ ତାଙ୍କ ପାଖରେ ପହଞ୍ଚିବା অনুষ্ঠাନକୁ ଅନନ୍ୟ କରି ଗଢ଼ି ତୋଳିଛି। 2026 ମସିହା ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ସଂକଳ୍ପର ବର୍ଷ ହେଉ। ଏହି ଭାଇଚାରାକୁ ଖୋର୍ଦ୍ଧା ସହରରେ ବ୍ୟାପକ କରିବା ଏବଂ ସାମାଜିକ ମୂଲ୍ୟବୋଧକୁ ପୁନଃ ସ୍ଥାପିତ କରିବା ବରିଷ୍ଠ ନାଗରିକ ସମାଜର ପଥ ପ୍ରଦର୍ଶକ ଉକ୍ତିକୁ ବାସ୍ତବିକତାର ରୂପ ଦେବା। ଆମ অনুষ্ঠাନ ସମାଜରେ ପାରିବାରିକ ମୂଲ୍ୟବୋଧକୁ ଦୃଢ଼ କରିବା ନେଇ ଆଦର୍ଶ ପରିବାର ସମ୍ମାନ ମାଧ୍ୟମରେ ଗୋଟିଏ ପରିବାର ପିତାମାତା ସନ୍ତାନ ସନ୍ତତିକୁ ସମ୍ମାନିତ କରୁଅଛି। ବୃଦ୍ଧାଶ୍ରମ ଭାରତୀୟ ସଂସ୍କୃତିର ଅଂଶ ନୁହେଁ। ପିତାମାତା ଓ ପରିବାରର ଗୁରୁଜନମାନଙ୍କ ସେବା କରିବା ଓ ଯତ୍ନ ନେବା ସନ୍ତାନ ସନ୍ତତିମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ। ଉତ୍ତମ ସଂସ୍କାର ପରିବାରରୁ ଆରମ୍ଭ ହୋଇଥାଏ। ସେଥିପାଇଁ ଆମେ ଯେତେବେଳେ ସୁଯୋଗ ପାଉଛୁ ସେତେବେଳେ ଜଣେ ସୁପୁତ୍ର କିମ୍ବା ସୁକନ୍ୟାକୁ ଆଦର୍ଶ ପରିବାର ସମ୍ମାନରେ ସମ୍ମାନିତ କରୁଛୁ। ଆଜି ମଧ୍ୟ ଏଠି ଆମର ଜଣେ ସଦସ୍ୟକୁ ଆଦର୍ଶ ପରିବାର ସମ୍ମାନରେ ସମ୍ମାନିତ କରିବୁ। ପରିବାର ସମୂହକୁ ନେଇ ସମାଜ ପରିବେଶ ବିଶୃଙ୍ଖଳିତ ହେଲେ ଏହାର ପ୍ରଭାବ ପରିବାର ଉପରେ ପଡ଼ିବ। ଯୁବ ସମାଜ ବିଶୃଙ୍ଖଳତା ହେଲେ ସମାଜ ଧ୍ୱଂସ ହୋଇଯିବ। ମାଦକ ଦ୍ରବ୍ୟ ସେବନ ଯୋଗୁଁ ସମାଜର ପ୍ରତ୍ୟେକ ବର୍ଗ, ବିଶେଷ ରୂପେ ଯୁବବର୍ଗ ପଥଭ୍ରଷ୍ଟ। ବରିଷ୍ଠ ନାଗରିକ ମଞ୍ଚ ଖୋର୍ଦ୍ଧା ମାଦକ ଦ୍ରବ୍ୟ ମୁକ୍ତ ପରିବାର ଗଠନ ନିମନ୍ତେ ନିରବଚ୍ଛିନ୍ନ ଭାବରେ ସଚେତନତା ବାର୍ତ୍ତା ପ୍ରଚାର କରୁଛି। ପ୍ରତିବର୍ଷ ନଭେମ୍ବର 23 ତାରିଖ ଋଷିପତିମ ଭୂତପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ଖୋର୍ଦ୍ଧା ସହରରେ ଶୋଭାଯାତ୍ରା ଆୟୋଜନ କରୁଛି। ପୂଜା ପାର୍ବଣ ଓ ସାମାଜିକ ଉତ୍ସବରେ ସଙ୍ଗୀତ ଆମ ଜୀବନର ଅଂଶବିଶେଷ। ମାତ୍ର ଗତ ବର୍ଷ ମାନଙ୍କରେ ପ୍ରାଣଘାତୀ ଶବ୍ଦ ସୃଷ୍ଟିକାରୀ ଡିଜେ ଶିଶୁ, ଗର୍ଭବତୀ ମହିଳା, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିମାନଙ୍କ ପାଇଁ ଯନ୍ତ୍ରଣାର ଯନ୍ତ୍ର ପାଲିଟିଛି। ସରକାରୀ ଅଧିକାରୀ ମାନଙ୍କର ଉଦାସୀନତା ଓ ଅସମର୍ଥତାକୁ ନେଇ ଉଦ୍ବେଗ ପ୍ରକାଶ କରିଛି ବରିଷ୍ଠ ନାଗରିକ ମଞ୍ଚ। ଭବିଷ୍ୟତରେ ପୁଲିସ ପ୍ରଶାସନ ଶବ୍ଦ ପ୍ରଦୂଷଣ ଆଇନ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆମେ ଆଶା କରୁଛୁ। ଗତକାଲି ଟିକିରିଆ ଏକ ବିବାହ ଶୋଭାଯାତ୍ରାରେ ଯାଉଥିବା ଡିଜେର କିନ୍ତୁ ପ୍ରାଣଘାତୀ ଶବ୍ଦ ସୃଷ୍ଟିକାରୀ ଡିଜେରେ
ମାତ୍ର 46 ବର୍ଷର ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ତାଙ୍କ ପରିବାର ବର୍ଗ ସେ ସବୁକୁ ରାସ୍ତାରେ ରଖିକି ଯାହା କରିବା କଥା କରୁଛନ୍ତି। ଏଇ ଯୋଉ ଦୁର୍ଘଟଣା ମାନ ଘଟୁଛି ଏ କଥା ପାଇଁ ବରିଷ୍ଠ ନାଗରିକ ମଞ୍ଚ ଭୀଷଣ ଭାବରେ ଚିନ୍ତିତ ଅଛି ଏବଂ ଆମର ଯଥାସମ୍ଭବ ସଚେତନତା କାର୍ଯ୍ୟକ୍ରମ ଆମେ ଜାରି ରଖିଛୁ। ଏହା ଦୁଇ ଭାଗରେ ବିଭକ୍ତ। ଆମର ସଚେତନତା କାର୍ଯ୍ୟକ୍ରମ ସହିତ ପୋଲିସ ପ୍ରଶାସନର ଜିଲ୍ଲା ପ୍ରଶାସନର ଏକ ନିର୍ଦ୍ଦିଷ୍ଟ ଭୂମିକା ଅଛି। ଏ କଥାକୁ ଆସନ୍ତା ସମୟ ମାନଙ୍କରେ ଆମେ ଆହୁରି ବଳିଷ୍ଠ ଭାବରେ ଉପସ୍ଥାପିତ କରିବୁ। ସଭ୍ୟ ସମାଜରେ ରହିବାକୁ ହେଲେ ସମାଜକୁ ସଭ୍ୟ କରି ଗଢ଼ି ତୋଳିବା ଦାୟିତ୍ୱ ନାଗରିକ ମାନଙ୍କର। ଏ ବାର୍ତ୍ତାଟି ଆମେ ସଦାବେଳେ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଦେବାକୁ ଚାହୁଁଛୁ। ସରକାରଙ୍କୁ ଯେତିକି ଆମେ ଆଶା କରୁଛୁ, ନାଗରିକ ହିସାବରେ ଆମର ବି କିଛି କର୍ତ୍ତବ୍ୟ ରହିଛି। ଆମର ଦୁର୍ଭାଗ୍ୟ ଯେ ଆମେ ସେଇଭଳି ଏକ ସମାଜ ଗଢ଼ିପାରି ନାହିଁ ଯେ ଘରର ଅଳିଆ କୋଉଠି ଫୋପାଡ଼ିବା। ରାସ୍ତାରେ ଗଲାବେଳେ ଦୋକାନ ପାଖରେ ଯେତେବେଳେ ସଉଦା କିଣିବାକୁ ଯାଉଛେ ଆମେ ସେତେବେଳେ ସେ ଡାହାଣ ପଟେ ମଧ୍ୟ ଆମେ ଗାଡ଼ି ରଖିବୁ। ତେଣୁ ସିଭିକ୍ ସେନ୍ସର କଥା ଯେତେବେଳେ ଆସିବ ସେତେବେଳେ ନିଶ୍ଚିତ ଭାବରେ ବରିଷ୍ଠ ନାଗରିକ ମଞ୍ଚ ଏ ବୟସରେ ମଧ୍ୟ ଆମର ଶିଖିବାର ଅଛି। ଆମେ ବି ନିଜେ ଶୃଙ୍ଖଳିତ ହଉଛୁ ଏବଂ ସମାଜକୁ ଗୋଟେ ଶୃଙ୍ଖଳାର ବାର୍ତ୍ତା ଦଉଛୁ। ଯାହାଫଳରେ ଯୋଉ ଉକ୍ତିଟା ବିଭିନ୍ନ ସମୟରେ ଆମେ ଖବରକାଗଜରେ ପଢୁଛୁ ଯେ ବରିଷ୍ଠ ନାଗରିକ ସମାଜର ପଥ ପ୍ରଦର୍ଶକ ତାକୁ ବରିଷ୍ଠ ନାଗରିକ ମଞ୍ଚ ଖୋର୍ଦ୍ଧାର ସଦସ୍ୟମାନେ ପ୍ରମାଣିତ କରି ସଭ୍ୟ ସମାଜରେ ରହିବାକୁ ହେଲେ ସମାଜକୁ ସଭ୍ୟ କରି ଗଢ଼ି ତୋଳିବା ଦାୟିତ୍ୱ ନାଗରିକ ମାନଙ୍କର। ଆମ ଅନୁଷ୍ଠାନ ମାତୃଭାଷା ଓଡ଼ିଆର ପ୍ରଚାର ପ୍ରସାର ଦିଗରେ ଆନ୍ତର୍ଜାତିକ ମାତୃଭାଷା ଦିବସ, ଉତ୍କଳ ଦିବସ, ଉତ୍କଳ ଗୌରବ ମଧୁ ଦାସଙ୍କ ଜୟନ୍ତୀ ପାଳନ କରିବା ସହିତ 2025 ମସିହାରେ ସଚେତନତା ଶୋଭାଯାତ୍ରା ସହରାଞ୍ଚଳରେ ଆୟୋଜନ କରୁଛୁ। ଆମର କାର୍ଯ୍ୟକ୍ରମ ତାରିଖାନ୍ତ ଭିତରେ ଆମେ ଆବଦ୍ଧ ରଖି ନାହୁଁ। ଅନୁଷ୍ଠାନ ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ମୂଳରେ ଦୁଇଟି କାରଣ ନିହିତ ଅଛି। ପ୍ରଥମେ ଗଣତାନ୍ତ୍ରିକ ପଦ୍ଧତିରେ ଅନୁଷ୍ଠାନର ପରିଚାଳନା ଓ ଦ୍ୱିତୀୟରେ ଆର୍ଥିକ ପାରଦର୍ଶିତା। ପ୍ରତ୍ୟେକ ମାସ ଶେଷ ତାରିଖରେ ବିଗତ 4 ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେଉଛି, ଯାହା ସଙ୍ଗତ ଓ ପଙ୍ଗତ ନାମରେ ନାମିତ। ଏହାର ପୂର୍ବ ରବିବାର ଦିନ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହେଉଛି। କାର୍ଯ୍ୟନିର୍ବାହୀ ପରିଷଦରେ ଗୃହୀତ ପ୍ରସ୍ତାବ ସାଧାରଣ ପରିଷଦର ଅନୁମୋଦନ ପରେ କାର୍ଯ୍ୟକାରୀ ହେଉଛି। ନିଷ୍ପତ୍ତି ସର୍ବସମ୍ମତ କିମ୍ବା ସଂଖ୍ୟାଗରିଷ୍ଠ ମତରେ ଗ୍ରହଣ କରାଯାଉଛି। ବିନା କର୍ମରେ ଅନୁଷ୍ଠାନର କର୍ମକର୍ତ୍ତା ହେବାର ପ୍ରଶ୍ନ ନାହିଁ। କୌଣସି ସଦସ୍ୟ ଅନୁଷ୍ଠାନର ଊର୍ଦ୍ଧ୍ୱର ନୁହନ୍ତି। ଅନୁଷ୍ଠାନ ସର୍ବାଗ୍ରେ। ମାସ ଶେଷ ତାରିଖର ପଙ୍ଗତ କାର୍ଯ୍ୟକ୍ରମକୁ ସଦସ୍ୟ ଓ ସଦସ୍ୟ ବ୍ୟକ୍ତିଗତ ଭାବେ ଆର୍ଥିକ ସହଯୋଗ କରି ଆୟୋଜନ କରିବା ଫଳରେ ଏହା ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛି। ନାତି ନାତୁଣୀଙ୍କ ଜନ୍ମଦିନ, ନିଜର ଜନ୍ମଦିନ, ବିବାହ ବାର୍ଷିକୀ ପାଳନ ଅବସରରେ ବନ୍ଧୁମାନଙ୍କୁ ଆପ୍ୟାୟିତ କରିବା ଯୋଗୁଁ ଭାଇଚାରା ସୃଷ୍ଟି ହେବା ସହିତ ଅନୁଷ୍ଠାନ ପାଇଁ ସୁନାମ ଆଣିଛି। ଅନୁଷ୍ଠାନର ସମ୍ବିଧାନ ଅନୁଯାୟୀ 2026 ଓ 2027 2 ବର୍ଷ ନିମନ୍ତେ 25 ଜଣିଆ କାର୍ଯ୍ୟନିର୍ବାହୀ ପରିଷଦ ତାହା 31/11/2025 ତାରିଖରେ ସାଧାରଣ ପରିଷଦ ଦ୍ୱାରା ସର୍ବସମ୍ମତରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ନୂତନ ସଦସ୍ୟବୃନ୍ଦ ଅନୁଷ୍ଠାନର ସମ୍ମାନ ବୃଦ୍ଧି ଦିଗରେ କାର୍ଯ୍ୟ କରିବେ ଏବଂ ବିଗତ ବର୍ଷମାନଙ୍କ ଭଳି ସଦସ୍ୟବୃନ୍ଦ ସହଯୋଗ କରିବେ ବୋଲି ଅନୁରୋଧ। ଆଜିର ଷଷ୍ଠ ବାର୍ଷିକ ଉତ୍ସବ ପାଳନ ଅବସରରେ ଯେଉଁ ସମ୍ମାନୀୟ ସଦସ୍ୟ ଏବଂ ସଦସ୍ୟ ଆମର 2026 ଏବଂ 2027ର କାର୍ଯ୍ୟନିର୍ବାହୀ ପରିଷଦର ଦାୟିତ୍ୱ ତାଲିକାରେ ନାହାନ୍ତି, ମୁଁ ଆମ ସମସ୍ତଙ୍କ ତରଫରୁ ଅତ୍ୟନ୍ତ ସମ୍ମାନର ସହିତ ବିନମ୍ରତାର ସହିତ ସେହି ସଦସ୍ୟମାନଙ୍କୁ ସେମାନଙ୍କର ଅନୁଷ୍ଠାନ ପ୍ରତି ତ୍ୟାଗ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ। ବହୁତ ବହୁତ ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ, ଜୟ ହିନ୍ଦ। ବରିଷ୍ଠ ନାଗରିକ ମଞ୍ଚ ଜିନ୍ଦାବାଦ। କୋଷାଧ୍ୟକ୍ଷଙ୍କର ବିବରଣୀ। ନମସ୍କାର। ଆର୍ଥିକ ବିବରଣୀ 2025। ବରିଷ୍ଠ ନାଗରିକ ମଞ୍ଚ ଖୋର୍ଦ୍ଧା ସ୍ଥାପିତ ହେବା ବର୍ଷଠାରୁ 31/3/2025 ପର୍ଯ୍ୟନ୍ତ ଆର୍ଥିକ ବର୍ଷ ଗୁଡ଼ିକର ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଦ୍ୱାରା ଅଡିଟ୍ ରିପୋର୍ଟ ପ୍ରସ୍ତୁତ କରାଯାଇଅଛି। ଅନୁଷ୍ଠାନ ନାମରେ ପାନ୍ କାର୍ଡ ପ୍ରସ୍ତୁତ କରାଯାଇଛି। ଅନୁଷ୍ଠାନକୁ ମିଳିଥିବା ପ୍ରତ୍ୟେକ ଆର୍ଥିକ ସହଯୋଗ ସାଧାରଣ ପରିଷଦ ମୋବାଇଲ ଗ୍ରୁପରେ ଉପଲବ୍ଧ ଅଛି। କ୍ୟାସ୍ ଆକାଉଣ୍ଟ ରେଜିଷ୍ଟର ଅନୁଯାୟୀ
ଗୃହ ପ୍ରତିଷ୍ଠା ହୋଇଥିବା 20/1/2025 ତାରିଖ ଠାରୁ 31/12/2025 ତାରିଖ ପର୍ଯ୍ୟନ୍ତ ଆର୍ଥିକ ବିବରଣୀ ନିମ୍ନରେ ପ୍ରଦାନ କରାଗଲା। ଗୃହ ପ୍ରତିଷ୍ଠା ଓ ପଞ୍ଚମ ବାର୍ଷିକ ଉତ୍ସବ ନିମନ୍ତେ 287 ସଦସ୍ୟଙ୍କ ଆର୍ଥିକ ସହଯୋଗ ରାଶି 2,35,656। ବ୍ୟୟ ହେଇଛି 1,56,380। ବଳକା ରହିଲା 79,276, ଯୋଉଟାକୁ ଆମେ ବୈଠକ ଗୃହ ନିର୍ମାଣ ନିମନ୍ତେ ଲଗେଇଛୁ। ତା 21/1/2025 ଠାରୁ 31/12/2025 ପର୍ଯ୍ୟନ୍ତ ସଦସ୍ୟଙ୍କ ଆର୍ଥିକ ସହଯୋଗ ରାଶି 5,84,001 ଟଙ୍କା। ସଦସ୍ୟଙ୍କ ସଦସ୍ୟତା ଦେୟ 69,200। ଗୃହ ନିର୍ମାଣ ବାବଦ ଖର୍ଚ୍ଚ ପରେ ମାନ୍ୟବର ବିଧାୟକ ଖୋର୍ଦ୍ଧା ବିଧାୟକ ଅନୁଦାନ ରାଶିରୁ ବଳକା ଅର୍ଥ 1,10,000। ବ୍ୟାଙ୍କ ସୁଧ 713 ଟଙ୍କା। ମୋଟ ଆୟ ହେଲା 7,63,914। ତ ବ୍ୟୟ ହେଲା 6,18,250। ବଳକା ରହିଲା 1,45,664। ଯୋଉ ବ୍ୟାଙ୍କରେ ଜମା କରାଯାଇଛି 1,43,555। କୋଷାଧ୍ୟକ୍ଷଙ୍କ ପାଖରେ ରହିଲା 2,109 ଟଙ୍କା। ଅନୁଷ୍ଠାନର ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କ ଜଏଣ୍ଟ ଆକାଉଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଖୋର୍ଦ୍ଧା ବ୍ରାଞ୍ଚ ଆକାଉଣ୍ଟ ନମ୍ବର 5569102100000031। IFSC କୋଡ୍ BKID 0005569। ଧନ୍ୟବାଦ। ଧନ୍ୟବାଦ ସତ୍ୟବତୀ ବାବୁ, ଆପଣ ଅନୁଷ୍ଠାନର କୋଷାଧ୍ୟକ୍ଷ ହିସାବରେ ଆର୍ଥିକ ବିବରଣୀ ଯେଉଁ ପାଠ କରିଛନ୍ତି ସମସ୍ତେ ଆମେ ସେଥିପାଇଁ ଖୁସି। ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଠ ନାଗରିକ ଅନୁଷ୍ଠାନର ମାନନୀୟ ସଭାପତି ଓ ସମ୍ପାଦକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା। ମୁଁ ଆମର ଉପସଭାପତି ଶ୍ରୀ ରତ୍ନାକର ସିଂ ମହୋଦୟଙ୍କୁ ମଞ୍ଚକୁ ଆମନ୍ତ୍ରଣ କରୁଛି। ବିଗତ ବର୍ଷ ମାନଙ୍କରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏପରିକି ପଞ୍ଚାୟତ ସ୍ତରରେ ମଧ୍ୟ ବରିଷ୍ଠ ନାଗରିକ ମଞ୍ଚ ଗଠନ ହେଲା ଏବଂ ଏହିପରି ଅନୁଷ୍ଠାନ ଗୁଡ଼ିକ ନେଇ ରାଜ୍ୟରେ ବରିଷ୍ଠ ନାଗରିକ ମହାସଂଘ ଦୁଇଟି କାର୍ଯ୍ୟ କରୁଅଛି। ଗତ ମାସରେ ଆମେ ମଧ୍ୟ ଚିନ୍ତା କଲୁ ଯେ ଯାହା ସର୍ବତ୍ର ଅନୁଷ୍ଠାନର ଆନୁଷ୍ଠାନିକ ବିଧି ବ୍ୟବସ୍ଥା ଭିତରେ ସଂଗଠନ ତିଆରି ହେଉଛି, ଖୋର୍ଦ୍ଧା ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ଗଠନ କରିବାର ଏକ ଚିନ୍ତା ଏବଂ କାର୍ଯ୍ୟ ଆରମ୍ଭ ହେଲା। ପ୍ରଥମେ ବାଣପୁର ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀଯୁକ୍ତ ଚିନ୍ତାମଣି ମିଶ୍ର ମହୋଦୟ ଡିସେମ୍ବର ମାସ 14 ତାରିଖ ଦିନ ବାଣପୁରରେ ଏକ ବୈଠକ ଅନୁଷ୍ଠିତ କରିଥିଲେ। ଯେତେବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି କଥା ଆଲୋଚନା ଚାଲିଲା, ସେତେବେଳେ ବରିଷ୍ଠ ନାଗରିକ ମଞ୍ଚ ଖୋର୍ଦ୍ଧା ତାଙ୍କୁ ପ୍ରସ୍ତାବ ଦେଇଥିଲା ଯେ ଜାନୁଆରୀ ମାସ 18 ତାରିଖରେ ବରିଷ୍ଠ ନାଗରିକ ମଞ୍ଚ ଖୋର୍ଦ୍ଧା ୟାର 6ଠ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି। ଆପଣଙ୍କ ପାଖରେ ଯେତେ ଯାହା ଚିଠା ଅଛି ଦିଅନ୍ତୁ। ଆମର ଅନୁଷ୍ଠାନ ମଧ୍ୟ ଯୋଉମାନଙ୍କୁ ଜାଣିଛି ସେମାନଙ୍କୁ ମଧ୍ୟ ଆମେ ତାଲିକାଭୁକ୍ତ କରି 18 ତାରିଖ ନିମନ୍ତ୍ରିତ କରିବୁ ଏବଂ ସମ୍ବୋଧିତ କରିବୁ। ଏବଂ ଆଜି ମଧ୍ୟାହ୍ନ ଭୋଜନ ପରେ ସେହି ଅନୁଷ୍ଠାନର ସଭାପତି ଏବଂ ସମ୍ପାଦକଙ୍କୁ ନେଇ ଖୋର୍ଦ୍ଧା ଜିଲ୍ଲା ମହାସଂଘର କାଉନସିଲ ଗଠିତ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତାର କର୍ମକର୍ତ୍ତା ସ୍ଥିର ହେବ। ତେଣୁ ମୁଁ ପ୍ରଥମେ ଅନୁରୋଧ କରୁଛି ଶ୍ରୀଯୁକ୍ତ ଚିନ୍ତାମଣି ମିଶ୍ର ମହୋଦୟଙ୍କୁ ସେ ମଞ୍ଚକୁ ଦୟାକରି ଆସିବେ। ବାଣପୁର ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀଯୁକ୍ତ ଚିନ୍ତାମଣି ମିଶ୍ର। ଗାଡ଼ି କମି ଯାଉଛି। ଏହାପରେ ମୁଁ ନିମନ୍ତ୍ରଣ କରିବି ଆମ ବହୁତ ପାଖରେ ଆମର ପ୍ରଭୁଦେବ ବନ୍ଧୁ କାର୍ଯ୍ୟ ବ୍ୟସ୍ତତା ସତ୍ତ୍ୱେ ଭୁବନେଶ୍ୱରରେ ସମ୍ମାନିତ ଅତିଥି ରୂପେ ଆସିଛନ୍ତି। ତେଣୁ ବରିଷ୍ଠ ନାଗରିକ ମଞ୍ଚ ତାଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି। ବରିଷ୍ଠ ନାଗରିକ ସେବା ସଂଘ ଜଟଣୀର ସମ୍ପାଦକ
आम समस्त प्रिय सम्मान्य श्रीयुक्त जवाहरलाल सुब्बू महोदय मंच धन्यवाद। नाचुणी वैशाख मंच सभापति श्रीयुक्त अश्विनी महापात्र संपादक श्री देवेंद्रनाथ महारथी सह संपादक जगह से कहते आम संपादक प्राय असुस्थ रोचे कार्य चलाऊँ सह संपादक श्री हरिबंधु मिश्र महोदय नीलाकारपुर वैष्णव नायक मंचर सभापति श्रीयुक्त प्रसन्न कुमार नंद संपादक श्रीयुक्त दीनबंधु कर टांगी वैष्णव मंच सभापति श्रीयुक्त तपन कुमार महांती संपादक श्रीयुक्त नारायण प्रसाद दास गुरुजंग वैष्णव संघ सभापति श्री रमेश चंद्र मिश्र संपादक श्रीयुक्त शैलेश प्रधान जटनी वैष्णव मंच सभापति श्रीयुक्त भक्तबंधु चौधरी किंतु आमर अत्यंत प्रिय संपादक आम निमंत्रण रक्षा कर आसकर बहुत बहुत कृतज्ञता श्रीयुक्त सचिदानंद पट्टनायक जेडापरी वैष्णव नायक संघ जटनी वैष्णव नायक मंचर श्रीयुक्त बलबंधु नायक महोदय को अनुरोध करुच्ची से मंच को आसवे बर्तमान मंचारे अच्छा बेगुनिया सभापति श्री दिलीप कुमार साहू बापटे आसिक उपस्थित हेले संपादक सभा शेष खोर्धा वैष्णव मंच सहित खोर्धा सहर साहित्य संस्कृति विभिन्न कार्यानुष्ठान सहित जो अनुष्ठान अंगांगी भाव जड़ित एवं जो अनुष्ठान कर्मकर्ता मानकर दीर्घ 30-40 वर्षर एक ऐतिह्य संपन्न कार्यक्रम से परिचित जहाँ आम अत्यंत गर्वित आपंकर समस्त करताली स्वागत करूँ सी हूँ गोलगढ़ वैष्णव मंचर सभापति श्रीयुक्त गोपीनाथ खाड़े बाबू बड़े जोरदार बक्ताड़ी हो गोलगढ़ वैष्णव मंचर संपादक महोदय रघुनाथ दलवेला श्रीयुक्त रघुनाथ दलवेला को मंच को स्वागत करूँ संबोधित करने आंचलिक वैष्णव नागरिक संघ बाजीपुर सभापति श्रीयुक्त रवींद्र कुमार पट्टनायक महोदय
ଶେଷ ସମ୍ବନ୍ଧିତ ବ୍ୟକ୍ତିତ୍ୱ ଗଣମାଧ୍ୟମର ରାଜ୍ୟ ପ୍ରତିନିଧି ଶ୍ରୀଯୁକ୍ତ ବିମଳ କୁମାର ଭଞ୍ଜ, କୋଲାପଞ୍ଚର ସମ୍ପାଦକ। ଏ ବର୍ଷ ଆମେ ଆରମ୍ଭ କରୁଛୁ 80 ବର୍ଷରୁ ଉର୍ଦ୍ଧ ଆମର କିଛି ମାନନୀୟ ସଦସ୍ୟଙ୍କୁ ଆମେ ସମ୍ବର୍ଦ୍ଧିତ କରି ତାଙ୍କୁ ଆମର ସମ୍ମାନ ଏବଂ କୃତଜ୍ଞତା ପ୍ରଦର୍ଶନ କରିବାକୁ ଚାହୁଁ। ପ୍ରଥମେ ହେଉଛନ୍ତି ଡକ୍ଟର ନାରାୟଣ ରାଓ। ତାଙ୍କର ଗତକାଲି ପର୍ଯ୍ୟନ୍ତ ସେ ମୋତେ ପରଦିନ କହିଥିଲେ ମୁଁ ନିଶ୍ଚିତ ଭାବେ ଯିବି, କିନ୍ତୁ କାଲି ମୋତେ ଫୋନ୍ କରି କହିଲେ ଯେ ମୋ ସ୍ୱାମୀର ତାରିଖ ଭାବରେ ଅସୁସ୍ଥ ହୋଇପଡ଼ିଛି ଏବଂ ମାତ୍ର 1 ମାସ ତଳେ ତାଙ୍କର ଧର୍ମପତ୍ନୀଙ୍କର ବିୟୋଗ ଘଟିଛି ଏବଂ ନଭେମ୍ବର ମାସରେ ସେ ମଧ୍ୟ ତାଙ୍କର 60ତମ ବିବାହ ବାର୍ଷିକୀ ଉତ୍ସବ ଏଠି ପାଳନ କରିବେ। ତେଣୁ ଡକ୍ଟର ନାରାୟଣ ରାଓଙ୍କର ଅନୁଷ୍ଠାନ ପ୍ରତି ଯେଉଁ ରହିଛି ଆନ୍ତରିକତା ଏବଂ ଆଶୀର୍ବାଦ, ସେଥିପାଇଁ ବରିଷ୍ଠ ନାଗରିକ ମଧ୍ୟ କୃତଜ୍ଞ ଏବଂ ତାଙ୍କର ଯେଉଁ ରହିଛି ଆମ ପ୍ରତି ଭଲ ପାଇବା, ସେ ଭଲ ପାଇବା ସେଇ ପର୍ଯ୍ୟନ୍ତ ରହିବ ଯେଉଁ ପର୍ଯ୍ୟନ୍ତ ସେ ଶାରୀରିକ ମାନସିକ ଭାବେ ସୁସ୍ଥ ରହିବ। ତାପରେ ହେଉଛନ୍ତି ଆପଣଙ୍କୁ ସମସ୍ତଙ୍କର ପରିଚିତ ଶ୍ରୀଯୁକ୍ତ ଭୀମସେନ ପ୍ରଧାନ। ଶ୍ରୀଯୁକ୍ତ ଭୀମସେନ ପ୍ରଧାନ ସବୁବେଳେ ଦୁଇ ଦୁଇ ଥିବ ବୋଧେ ସ୍ୱାମୀ ସ୍ତ୍ରୀ, ତମେ ଗୋଟେକୁ ଦିଅ ଭାଗ କରିବା ଜାଣିଛ। ଆଗକୁ ଟିକେ ମୋ କରି ଯାଆନ୍ତୁ, ଆମେ ଫଟୋଟା ଥାଉ। ବଢିଆ ବଢିଆ ଅଛ। ମୁଁ ଆମର ଉପସଭାପତି ଶ୍ରୀ ବସନ୍ତ କୁମାର ଦାସ ମଧ୍ୟ ଅନୁରୋଧ କରିବି ସେ ଆମର ବୟୋଜ୍ୟେଷ୍ଠ ନାଗରିକଙ୍କୁ ଟିକେ ସହଯୋଗ କରିବେ ନବାରେ। ଆଜ୍ଞା, ସଦସ୍ୟ ଅନୁଷ୍ଠାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ତାଙ୍କର ସଭାପତି ଶ୍ରୀଯୁକ୍ତ ମଧୁସୂଦନ ଦାସ ଏବଂ ସମ୍ପାଦକ ଶ୍ରୀଯୁକ୍ତ ରତ୍ନାକର କୁମାର ସିଂଙ୍କୁ ବରିଷ୍ଠ ନାଗରିକ ମଞ୍ଚ ସ୍ୱାଗତ କରୁଛି ଏବଂ ଅତ୍ୟନ୍ତ ଆନନ୍ଦର ସହିତ ତାଙ୍କୁ କୃତଜ୍ଞତା ଜଣାଉଛି ତାଙ୍କର ସହଯୋଗ ଉପସ୍ଥିତ। ବର୍ତ୍ତମାନ ଅନୁରୋଧ କରିବି ଶ୍ରୀଯୁକ୍ତ ମଧୁସୂଦନ ଦାସ ମହୋଦୟ ଏବଂ ଶ୍ରୀଯୁକ୍ତ ରତ୍ନାକର କୁମାର ସିଂ ମହୋଦୟଙ୍କୁ ସେ ଟିକେ ମଞ୍ଚକୁ ଆସିବେ। ଟିକେ ଆସିକି ପଳେଇଯିବୁ। ରାଧା ଭାଇଙ୍କ ଦୁଇପଟେ ଠିଆ ହେଇଗଲେ ଆମେ ବି ଖୁସି ହେବୁ। ଗୋଟେ ଜୋରଦାର କରତାଳି ହଉ ରାଧା ଭାଇଙ୍କ ପାଇଁ। ଏବଂ ଯେଉଁ ନାରା ଜୟ ଯବାନ ଜୟ କିଷାନ ଆମର ସୌଭାଗ୍ୟରେ ଆମର ସେ ପଡ଼ୋଶୀ। ଏହାପରେ ଶ୍ରୀଯୁକ୍ତ ମହେନ୍ଦ୍ର ଚନ୍ଦ୍ର ମିଶ୍ର। ଶ୍ରୀଯୁକ୍ତ ମହେନ୍ଦ୍ର ଚନ୍ଦ୍ର ମିଶ୍ର 80 ବର୍ଷରୁ ଉର୍ଦ୍ଧ ଯେଉଁମାନେ ଆମର ମାନନୀୟ ସଦସ୍ୟ ଅଛନ୍ତି ତାଙ୍କ ଭିତରେ ସବୁଠାରୁ ଯୁବ ସଦସ୍ୟ ହେଉଛନ୍ତି ମହେନ୍ଦ୍ର ଚନ୍ଦ୍ର ମିଶ୍ର। ଏକ ଜୋରଦାର କରତାଳି ସହିତ ଭାଇନାଙ୍କୁ ମଞ୍ଚକୁ ଆମନ୍ତ୍ରଣ କରୁଛି। କିନ୍ତୁ ଆମେ ଅନୁଭବ କରିଛୁ ଯେ ଏଥିରେ ଅର୍ଥ ଅପେକ୍ଷା ସଦସ୍ୟ ମାନଙ୍କର ଝାଳ ବେଶୀ ଲାଗେ। ଆମର ସେଇଭଳି ଜଣେ ସଦସ୍ୟ ଯିଏକି ଅନୁଷ୍ଠାନକୁ ତାଙ୍କର କଷ୍ଟ ଲବ୍ଧ ଅର୍ଜିତ ଅର୍ଥରୁ 25,000 ଟଙ୍କା ଆର୍ଥିକ ସହଯୋଗ କରିଥିଲେ ବୈଠକ ନିର୍ମାଣ ପାଇଁ। ଯେତେବେଳେ ବୈଠକ ନିର୍ମାଣ ଚାଲିଥିଲା ସେତେବେଳେ ଦିନେ ଅଧେ ନୁହେଁ ଆଜ୍ଞା, ଦୀର୍ଘ 6 ମାସ ଆମେ ସମସ୍ତେ ଖଣ୍ଡେ ଖଣ୍ଡେ ଘର କରୁଛେ, ଘର କରିବାର ଅଭିଜ୍ଞତା ଆମ ସମସ୍ତଙ୍କର ଅଛି। ଦୀର୍ଘ 6 ମାସ ନିରବଚ୍ଛିନ୍ନ ଭାବେ ସେ ଘରୁ ଖାଇକି ପଳେଇ ଆସିବେ 10ଟା ବେଳକୁ। କାରଣ ଯେତେବେଳେ ଶ୍ରମିକ ମାନେ ଖାଇବାକୁ ଯିବେ ସେତେବେଳେ ଘରେ କିଏ ଲାଗିବ। ସେ 10ଟା ବେଳକୁ ଖାଇବାକୁ ଖାଇକି ଆସିଥିବେ, 6ଟା ବେଳେ ଏଠୁ ସମସ୍ତଙ୍କୁ ବିଦାୟ କରିସାରିଲା ପରେ ସେ ଯାଆନ୍ତି। ଏବଂ ଜାନୁଆରୀ ମାସ 20 ତାରିଖରେ ଆମର ଗୃହ ପ୍ରତିଷ୍ଠା ପ୍ରବେଶ ହେଲା, ଗୋଟିଏ ବର୍ଷ ହେଇଗଲା। ଏବଂ ଏହି ବର୍ଷ କାଳ ଜଣେ ଉତ୍ସର୍ଗୀକୃତ ମଣିଷ ଅନୁଷ୍ଠାନ ପ୍ରତି ତାଙ୍କୁ କହିବାକୁ ପଡେ ନା। ସିଏ ବୈଠକ ଗୃହ ସଫା ଠାରୁ ଆପଣ ବିଶ୍ୱାସ କରିବେ ନାହିଁ, ଯୋଉ 2ଟି ଆମର ଟଏଲେଟ ଅଛି ସେ ଟଏଲେଟକୁ ମଧ୍ୟ ସେ ଧୋଇବାକୁ କୁଣ୍ଠାବୋଧ କରିଥାନ୍ତି। ସେଇଭଳି ଜଣେ ସଦସ୍ୟଙ୍କୁ ପାଇ ବରିଷ୍ଠ ନାଗରିକ ମଞ୍ଚ ଅତ୍ୟନ୍ତ ଗର୍ବିତ। ଏବଂ ଏ ବାର୍ତ୍ତା
ଆଜି ଉପସ୍ଥିତ ଥିବା ସମସ୍ତଙ୍କ ମାଧ୍ୟମରେ ସମାଜକୁ ଯାଉ ଯେ ସମାଜରେ ମଧ୍ୟ ଏଇଭଳି ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ ଅଛନ୍ତି ଯୋଉମାନଙ୍କର ସାହାଯ୍ୟ ସହଯୋଗ ଏବଂ ଝାଳ ଲାଗି ଅନୁଷ୍ଠାନ ତିଆରି ହେଉଛି। ବରିଷ୍ଠ ନାଗରିକ ସମ୍ମାନ 2025 ଆମେ ପ୍ରଦାନ କରିବାକୁ ଯାଉଛୁ। ମୁଁ ତାଙ୍କୁ ବିନମ୍ରତା ସହିତ ମନ୍ତ୍ରୀକୁ ଆମନ୍ତ୍ରଣ କରୁଛି। ଆପଣମାନେ ମୁଁ ଆଶା କରିବି ବୁଝି ଭାଇ ମୁଁ ଆଶା କରିବି ଏକ ଜୋରଦାର କରତାଳି ଦେଇ ଆମେ ତାକୁ କୃତଜ୍ଞତା ଜଣାଇବା, ସମ୍ମାନିତ କରିବା। ଶ୍ରୀଯୁକ୍ତ କ୍ଷେତ୍ରବାସୀ ସର୍ବବନ୍ଧୁ ଆସନ ମନ୍ତ୍ରୀ बहुत बहुत धन्यवाद। नूतन कार्यनिर्वाही परिषद सदस्य बृंदू स्वागत मंचरे कहते 31/11 आसंता 2 वर्ष आम संविधान अनुजाई सर्वसम्मत साधारण परिषद द्वारा निर्वाचित होती डाक्टर वासुदेव पात्र सभापति श्रीयुक्त विधान चंद्र महांती उपसभापति श्रीयुक्त रत्नाकर रणसिंह श्री रविंद्र कुमार साहू श्रीमती सौदामणि पट्टनायक श्री कृष्णचंद्र हरिचंदन श्री बसंत कुमार दास युग्म संपादक भाई श्रीयुक्त संतोष कुमार दास श्री हरमोहन महापात्र श्री नवकिशोर महापात्र श्री नवीन सामंत सिंगार सकाल लाइट लिखे ऑफिस खोलिए फिर गोटे बेले बंद करेंगे फिर 6टा बेले आसिक लाइट देवे नवीन सामंत सिंगार विषय मुझे कहबी ना आम पाखे भीषण भाव में ऋणी से क्षेत्र आज सदा बेले पछे थी आपण पानी दौरान गाड़ी मारे उत्साहित कर श्री गदाधर बुझी आमर जो प्रिय कोषाध्यक्ष श्री सत्यव्रत दास कोषाध्यक्ष एवं सदस्य सर्वश्री विप्रचरण बेहेरा विप्राई हाँ सी सदा बेले पछरे ठिया केवल कोलाहल करती कोलाहल आमको आमोदित करे उत्साहित करे हाँ गोटे कष्ट विप्राई महेंद्र भाई द्वितीय युवक विप्रचरण भाई आमको जी दीर्घ 3 वर्ष है खाद्य दायित्व अच्छा श्रीयुक्त गगन बिहारी पाणिग्राही भाई ना ये अनुष्ठान जो टीम तैयारी देखु प्रतिदिन जन्मदिन पालन करने दायित्व मुझे छाड़ू यापर आपको आउ 2 जन सदस्य आसंता काल चलेबे भागीदार हो आम ग्यारंटी दौचु आम जो वरिष्ठ नागरिक मंच यार प्रत्येक सदस्य और सदस्य सुखरे और दुखरे जोरदार करताड़ी आपंकर नवनिर्वाचित
ଆପଣ ସମସ୍ତଙ୍କୁ ସମ୍ପାଦକ ହିସାବରେ ବହୁତ ବହୁତ ଅଭିନନ୍ଦନ ଏବଂ ଧନ୍ୟବାଦ। ମୁଁ ଅନୁରୋଧ କରିବି ପୂର୍ବତନ ଆଜି ଆଜିଠାରୁ ଆଉ କିଛି ମୁହୂର୍ତ୍ତ ପରେ ପୂର୍ବତନ ସଭାପତି ହେବେ କେହି ନିହାତି ବର୍ତ୍ତମାନ ସୁଦ୍ଧା ଦେବୁଦା ଆମ ପ୍ରିୟ ଏବଂ ଏଇଠି ବିଧାନ ଭାଇ ଅଛନ୍ତି ନୂଆ ସଭାପତି ସେ ପରସ୍ପରକୁ ଆଲିଙ୍ଗନ କରି ଆଉ ତ ଆମର এই দায়িত্ব হস্তান্তর প্রতিকাত্মক কার্যটি সমাপন করবে। আশা রাখিবা নূয়া সভাপতি নেতৃত্বে আগামী 2 বর্ষ পর্যন্ত এ বরিষ্ঠ নাগরিক মঞ্চ খোর্ধা তার স্বতন্ত্র পরিচয় स्थापन करिवो आ विभिन्न सामाजिक कार्यक्रम को आगो को बढ़ाई दबो। तेणु वर्तमान मु नुआ सभापति की अनुरोध करी से सभा कार्य परिचालना करी। तेणु आपण माने ए मंचरे मंचस्यन समस्त परिवार कर्मकर्ता हमर खुदा आखपाखु आसीथिबा सभापति उपसभापति संपादक कोषाध्यक्ष आसछन्ति सेମାନଙ୍କୁ प्रिंट मीडिया इलेक्ट्रॉनिक मीडिया भाई मानकु आम परिवार बड़ भाई भौणी बंधु सखा सखी और सान भाई सान भौणी मोर नूतन वर्ष शुभेच्छा ज्ञापन करुच्ची। आपण मैंने आम परिवार सहित निज निज परिवार यही वर्ष अति सुंदर भाव में कार्य निर्वाह करूँ यह मोर प्रभु जगन्नाथ निकटे किसी कहया पूर्व बर्तमान मुझे अनुरोध करी जो मैंने आमर परामर्श आगामी बोर्ड सदस्य से बहु आशा अच्छी 2026-2027 सुंदर भाव में आम आदर्श परिवार जो वरिष्ठ नागरिक परिवार मंच संकल्प सहित स्वप्नमय भावे बर्तमान अनुरोध करी श्रीयुत भीमसेन प्रधान पूजा नमस्य वरिष्ठ शिक्षाविद अनुरोध करी से आपको कार्यक्रम उपदेश देवे श्रीयुत भीमसेन प्रधान। सामाजिक जीवन स्तर में ये जो समावेश होती एक सामाजिक शक्ति एवं आप समस्ते ये सहयोग कर सफल कर शत साधुवाद नमस्कार प्रणाम। बंधुगण आपरे जो स्तर जीवन लेके आसी सी एक जातीय आह्वान एवं आपण सामाजिक आह्वान विश्व स्तर जहाँ सामाजिक स्तर आम आंचलिक स्तर जहाँ घटी कि व्यक्तिगत जीवन पारिवारिक जीवन अच्छी तार आप सम्मुखीन होती आपंकर व्यापक ज्ञान से प्रसारित हो दृष्टि आम समस्त को निजक भूली ये सामाजिक आह्वान को ग्रहण करने को समाज गढ़ा हम कहीं विकसित भारत विकसित समाज विकसित विश्व भी हूँ विकसित मानव भी आह्वान दिखाई समस्त को साधुवाद आम समस्त एक आम कर्तव्य हूँ एक विश्व एक परिवार एक भविष्य समस्त को साथ नमस्कार धन्यवाद। अनुरोध करी से वक्तव्य देवे परामर्श देवे 2026-27 समस्त को नमस्कार। वास्तविक आमने सब विभिन्न कर्मक्षेत्र आसिक वरिष्ठ नागरिक मंच पदार्पण कलु एवं गोटे गृह बसलु आम भितर आलाप आलोचना है आम भितर जो अहम भाव था से दुर्गत है आम समस्ते निजक अन्य सहित मिसाइक चेष्टा कलु से बड़ कथा जीवन में किसी ना
ତାର ସୁବିଧାରେ ତାଙ୍କ ପାଖରେ ଯାଇ ପହଞ୍ଚିବା, ତାଙ୍କୁ ସମବେଦନା ଜଣାଇବା ଏବଂ ତାଙ୍କ ବିଷୟରେ ବସିକିରି ଭଲ ମନ୍ଦକୁ ବିଚାର କରିବା, ସେଇଟା ହେଉଛି ବରିଷ୍ଠ ନାଗରିକ ମଞ୍ଚର ଏକ ମୁଖ୍ୟ ଉଦ୍ଦେଶ୍ୟ। ସେ ଉଦ୍ଦେଶ୍ୟ ଚରିତାର୍ଥ କରୁଥିବାରୁ ବରିଷ୍ଠ ଏ ଯେଉଁ ନାଗରିକ ମଞ୍ଚ ଅଛି ତାର ସମସ୍ତ କର୍ମକର୍ତ୍ତାଙ୍କୁ ନିଶ୍ଚିତ ଶ୍ରୀଯୁକ୍ତ ସତ୍ୟବତୀ ବଳିଆରସିଂହ ମହୋଦୟଙ୍କୁ ସେ ତାର ବକ୍ତବ୍ୟ ଶ୍ରୀଯୁକ୍ତ ସତ୍ୟବତୀ ବଳିଆରସିଂହ ମହୋଦୟ। ଆଜି ଏକ ଖୁସିର ଦିବସ ବରିଷ୍ଠ ନାଗରିକମାନଙ୍କ ପାଇଁ। କେବଳ ଖୋର୍ଦ୍ଧା ନୁହେଁ, ବିଭିନ୍ନ ଅଞ୍ଚଳରୁ ଆସିଛନ୍ତି। ମୁଁ ପ୍ରଥମେ ଯେତେବେଳେ ଦେଖିଲି ବାଣପୁରରୁ ଆସିଛନ୍ତି, ଯେଉଁଠି ପଣ୍ଡିତ ଗୋଦାବରୀଶ ମିଶ୍ର ପ୍ରଥମେ ମହାତ୍ମା ଗାନ୍ଧୀ ଆଣିଥିଲେ ଏବଂ ସେଇଠୁ ଗୋଲଗଡ଼ ଯାଇଥିଲେ। ଏ ଦୁଇ ବ୍ଲକର ଆମର ପ୍ରତିନିଧିମାନେ ଆସିଛନ୍ତି, ଖୁସି ଲାଗିଲା। ସେଇ ମହାତ୍ମା ଗାନ୍ଧୀ କଥା ମନେ ପଡ଼ିଲେ ଗୋଟିଏ କଥା ଆମକୁ ଚିନ୍ତା କରିବାକୁ ପଡ଼ିବ। ଗାନ୍ଧିଜୀ କହିଥିଲେ ଦେଶ ସ୍ୱାଧୀନତା ପାଇବ ଏବଂ ପ୍ରାଦେଶିକ ଭାଷାରେ ଶାସନ ଚାଲିବ। ଓଡ଼ିଆ ଭାଷାରେ ଶାସନ ଚାଲୁଛି କି? ଏପର୍ଯ୍ୟନ୍ତ ତା ଚାଲୁନାହିଁ। ଯଦିଓ ଭାଷା ଭିତରେ ଓଡ଼ିଶା ରାଜ୍ୟ ଗଠନ ହୋଇଛି। ତାପରେ ନିଶା ସମ୍ପୂର୍ଣ୍ଣ ବନ୍ଦ ହବ। ମଦଘର ପୁଣି ଖୋଲୁଛି, ବନ୍ଦ ହଉନି। କଥାରେ କହୁଛି ଏଣୁ ଆମମାନଙ୍କର ସଂକଳ୍ପ ହେବା ଦରକାର। ଏଣୁ ଆମ ସମସ୍ତଙ୍କ ସଂକଳ୍ପ ହଉ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ନିଜ ପ୍ରାଦେଶିକ ଭାଷାରେ କିପରି ଶାସନ ଚାଲିବ, ସେଥିପାଇଁ ଆମେ ସରକାରକୁ ଜବରଦସ୍ତ କରିବୁ। ତ ଶୀଘ୍ର କର, କଥାରେ ନୁହେଁ। ଖାଲି ଓଡ଼ିଆ ଅସୁବିଧା ସ୍ଲୋଗାନ ଦେଲେ କିଛି ମୂଲ୍ୟ ରହିବନି ଯେପର୍ଯ୍ୟନ୍ତ ଓଡ଼ିଆରେ ସମସ୍ତ କାର୍ଯ୍ୟରତ ନ ହୋଇଛି। ବରିଷ୍ଠ ନାଗରିକ ଜ୍ୟେଷ୍ଠ ଶ୍ରେଷ୍ଠ ସମାଜର ଦିଗ୍ଦର୍ଶକ। ଏଣୁ ସମାଜକୁ ନୂତନ ଚିନ୍ତାଧାରାରେ କିଭଳି ନିଆଯିବ, ସେଥିପାଇଁ ଆଜିର ଦିବସରେ ଆମେ ସମସ୍ତେ ସଂକଳ୍ପ ନେବା। କରୁଛନ୍ତି ରାମଚନ୍ଦ୍ରକୁ ଆଜି ଏକ ସୌଭାଗ୍ୟର ଦିନ କହିଲେ ଅତ୍ୟୁକ୍ତି ହେବନି। ମଞ୍ଚାସୀନ ପୂର୍ବତନ ସଭାପତି, ବର୍ତ୍ତମାନର ନବନିର୍ବାଚିତ ସଭାପତି, ଉପସ୍ଥିତ ମଞ୍ଚାସୀନ ସମସ୍ତ କର୍ମକର୍ତ୍ତାବୃନ୍ଦ, ନିମନ୍ତ୍ରିତ ସଭ୍ୟବୃନ୍ଦ ଆଉ ଆମ ମଞ୍ଚର ନୀତିଦିନିଆ ସଭ୍ୟା ନୂତନ ବର୍ଷର ଅଭିନନ୍ଦନ ସହିତ ଆପଣମାନଙ୍କୁ ଏ ସଂଗଠନ ବିଷୟରେ ବହୁତ କଥା ଆପଣ ଜାଣିଲେ। ତେଣୁ ସେ ବିଷୟରେ ଆପଣମାନଙ୍କୁ କହିବା ବୁଝେଇବା ମୁଁ ସମୀଚୀନ ମନେ କରୁଛି। କିନ୍ତୁ ଏତିକି କଥା, ଆଜି ଯାହା ଆମର ପୂର୍ବ ବକ୍ତାମାନେ ସବୁ କହିଗଲେ, ଆପଣ ସୁକର୍ମ କଲେ ସୁଫଳ ପାଇବେ। ବିନା କର୍ମରେ କାହାର ଫଳ ମିଳେ ନାହିଁ। ଏଟାକୁ ଆପଣ ଯେଉଁମାନେ ଆଜି ଏଠାରେ ସମ୍ବର୍ଦ୍ଧିତ ହେଲେ ବା କାର୍ଯ୍ୟକ୍ରମ କରିଛନ୍ତି, ସେଇମାନଙ୍କୁ ହିଁ ଏ ସଂଗଠନ ସମ୍ବର୍ଦ୍ଧିତ କରିଛି। ତେଣୁ ସମର୍ପିତ ଭାବରେ କାର୍ଯ୍ୟକ୍ରମ କଲେ ଆଜି ଆପଣଙ୍କ ଆଗ ହଉ ପଛ ହଉ, ସମ୍ମୁଖରେ ହଉ ପଶ୍ଚାତରେ ହଉ, ଆପଣଙ୍କ ସମ୍ମାନ ପାଇଛି। ତେଣୁ ବରିଷ୍ଠ ନାଗରିକ ମଞ୍ଚ ଆପଣମାନଙ୍କୁ ଆଉ ଥରେ ଅଭିନନ୍ଦନ ଜଣାଉଛୁ ଯେ ଆମେ ବିଭିନ୍ନ ଅନୁଷ୍ଠାନରେ ସଦାରେ ଅଛୁ, କିନ୍ତୁ ଏତେ ସଂଖ୍ୟାରେ ଏକକାଳୀନ ଉଭୟ ମହିଳା ଏବଂ ପୁରୁଷ ବିଭାଗର ସଭ୍ୟ ଯୋଗ ଦେବା ମୁଁ ଭାବୁଛି ମୋତେ ଟିକେ ଆଶ୍ଚର୍ଯ୍ୟିତ କରୁଛି। ଯେ ଯାହା ହଉ ଆମର ନିରବିଚ୍ଛିନ୍ନ ଚେଷ୍ଟା ଆପଣମାନଙ୍କୁ ଆକୃଷ୍ଟ କରିଛି। ଆମର ବିଭିନ୍ନ କାର୍ଯ୍ୟକ୍ରମ ଆପଣଙ୍କର ସମ୍ପାଦକ କହିଲେ, ଯେଉଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହେଇଛି ସେଥିରେ ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ ସହଯୋଗ କରିଛନ୍ତି ଏବଂ ଭବିଷ୍ୟତରେ ସହଯୋଗ କରିବେ, ଇଏ ଆଶା ମଧ୍ୟ ରଖାଯାଉଛି। ବିଶେଷତଃ ଏଠାରେ ବିନା ଭଲ ମେରୁରେ ଯେମିତି ଆପଣଙ୍କ ବେଗଳା ହେଇନପାରେ, ମେରୁ ବଳଦେବୀ ହେଉଛି ମୁଖ୍ୟ, ସେହିପରି ଏ ସଂଗଠନର ରାମଚନ୍ଦ୍ର ହେଉଛନ୍ତି ମୁଖ୍ୟ। କହିଲେ ଅତ୍ୟୁକ୍ତି ହେବନି। ତାଙ୍କର ନିର୍ଦ୍ଦେଶ, ତାଙ୍କର ଆଭିମୁଖ୍ୟ, ତାଙ୍କର କାର୍ଯ୍ୟକ୍ରମ, ତାଙ୍କର ସୁଦୃଢ଼ ଜୀବନ ଯାହା ବି ଆପଣ ଆଡ଼ଜେକ୍ଟିଭ ଲଗାଇବେ କିଛି ହେବ। ତାଙ୍କରି ବରିଷ୍ଠ ନେତୃତ୍ୱରେ ଆଜି ଆମେ ସବୁ ଏକାଠି ହେଇପାରିଛୁ। ଏଥିପାଇଁ ମୁଁ ମଧ୍ୟ
ମୋ ତରଫରୁ ବିଶେଷ ଶ୍ରୀ ରାମଚନ୍ଦ୍ରଙ୍କୁ ଧନ୍ୟବାଦ ଏବଂ ବିଶେଷ କୃତଜ୍ଞତା ଆପଣମାନେ ଏହିପରି ସହଯୋଗ କରିବେ ଯେଉଁ ପର୍ଯ୍ୟନ୍ତ ଆମେ ସବୁ ଏ ଧାରାରେ ଅଛେ ଯେଉଁ ପର୍ଯ୍ୟନ୍ତ ଆମର ଜୀବନ ଅଛି ଯେଉଁ ପର୍ଯ୍ୟନ୍ତ ଆମେ ଯାଇ ଆସି କରିଛୁ ତେଣୁକରି ପଇସାଟା ବଡ଼ କଥା ନୁହେଁ ଯେତେ ଲୋକ ଏଠି ଅଛନ୍ତି ମୁଁ ଭାବୁଛି ବହୁତ ଲୋକ ସ୍ୱାବଲମ୍ବୀ ଆମର କିଛି କିଛି ପଇସା କେତେ ଖର୍ଚ୍ଚ ହେଉଛି ଇଏ 500 ଟଙ୍କା 200 ଟଙ୍କା 100 ଟଙ୍କା ଦେଲେ କିଛି ଅସୁବିଧା ହେଉନି ତେଣୁକରି ଏ ସଂଗଠନକୁ ଚଳାଇବା ଗଲେ ଉଭୟ ମାନସିକତା ଦରକାର ଆର୍ଥିକ ସାହାଯ୍ୟ ଦରକାର ଶାରୀରିକ ସାହାଯ୍ୟ ଦରକାର ଏସବୁ ଯାକ ପୁଞ୍ଜୀଭୂତ ହେଲେ ଏ ଅନୁଷ୍ଠାନ ଚାଲିବ ତେଣୁକରି ଏଇ ଛାଡ଼କୁ ମୁଁ ଅନୁରୋଧ କରୁଛି ଆପଣମାନେ ଏ ସଂଗଠନକୁ ସାହାଯ୍ୟ ସହଯୋଗ ସହାନୁଭୂତି ଜଣାଇଲେ ବିଶେଷ ଧନ୍ୟବାଦ ଜୟ ହିନ୍ଦ। ଅନୁରୋଧ କରିବି ଡକ୍ଟର ବାସୁଦେବ ପାତ୍ର ମହୋଦୟଙ୍କୁ এই অবসরে নিরাকারপুর বৈশাখ মঞ্চর সম্মানীয় সভাপতি ডক্টর প্রসন্ন আনন্দ মহোদয় পৌঁছতে ମୁଁ ତାଙ୍କୁ ମଞ୍ଚକୁ ଆମନ୍ତ୍ରଣ କଲି। ସଭାପତି ଅନୁରୋଧ କରୁଛି ସେ ସମ୍ବୋଧିତ କରିବେ। ସମସ୍ତ ଅଧିକାରୀ ଆମର ସ୍ୱତନ୍ତ୍ର ନିର୍ବାଚିତ ବିଭିନ୍ନ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ବୃନ୍ଦ ଆଉ ଇଲେକ୍ଟ୍ରୋନିକ୍ ଆଉ ପ୍ରିଣ୍ଟ ମିଡ଼ିଆର ବନ୍ଧୁଗଣ ଏବଂ ଆମର ପରିବାରର ସମସ୍ତ ସଦସ୍ୟ ସମସ୍ତଙ୍କୁ 2026 ଇଂରାଜୀ ନବବର୍ଷର ମୁଁ ଅଭିନନ୍ଦନ ଜ୍ଞାପନ କରୁଛି ଶୁଭେଚ୍ଛା ଜ୍ଞାପନ କରୁଛି ଏବଂ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣଙ୍କ ଶରୀର ନିରାମୟ ରହୁ ଆପଣ ସୁସ୍ଥ ଜୀବନଯାପନ କରନ୍ତୁ। ମୁଁ ଏତିକି କହିବି ଏଇ ଗୋଟେ ଅନୁଷ୍ଠାନ ଏ ଗୋଟେ ନିଃସ୍ୱାର୍ଥପର ଅନୁଷ୍ଠାନ କାହାର ସ୍ୱାର୍ଥରେ ଏଇଟା ଚାଲେନି ସମସ୍ତେ ନିଃସ୍ୱାର୍ଥପର ଭାବରେ ଏଠି କାମ କରିଥାନ୍ତି ଆମେ ସେମାନେ ଯେଉଁମାନେ କାମ କରନ୍ତି ଆମେ ସେମାନଙ୍କୁ ସାଧାରଣତଃ ନାଁ ଦେଉଛୁ ପରସେବକ କହିବାକୁ ଦରକାର ପଡ଼େନି କିଏ ଘର ଓଳି ଦିଏ କିଏ ପାଇଖାନା ସଫା କରିଦିଏ କିଏ ଅଇଁଠା ଖଲି ଦେଇ ଫୋପାଡ଼ି ଦିଏ ଏଇସବୁ କାମ ସମସ୍ତେ କରନ୍ତି ସମସ୍ତେ ଆମେ ଅବସରପ୍ରାପ୍ତ କିଏ ହେଉଛି ପୋଲିସ ଆରକ୍ଷୀ ଅଧୀକ୍ଷକ କିଏ ଇଞ୍ଜିନିୟର କିଏ ଡାକ୍ତର କିଏ ବ୍ୟବସାୟୀ କିଏ ଓକିଲ ସମସ୍ତେ ଅବସରପ୍ରାପ୍ତ କିନ୍ତୁ କେବଳ ଓକିଲ ବୋଲି ଅବସର ନେଇନାହାନ୍ତି ସେମାନେ ଅବସରପ୍ରାପ୍ତ ହେଇନାହାନ୍ତି ଆଉ ସମସ୍ତେ ଅବସର ଦେଇସାରିଛନ୍ତି ସମସ୍ତଙ୍କୁ ମୋର ଅଭିନନ୍ଦନ ଏତିକି ମୁଁ କହିବି ଯେ ଆମର ଯେଉଁ ଦିଗ୍ଦର୍ଶନରେ ରାମଶଙ୍କର ଭାଇଙ୍କର ଯେଉଁ ଦିଗ୍ଦର୍ଶନରେ ଆମର ଏଇଟା ଚାଲିଛି ଏବଂ ସମସ୍ତଙ୍କର ସହଯୋଗରେ ଆମର ଯେଉଁ ଅନୁଷ୍ଠାନ ଚାଲିଛି ଏ ଅନୁଷ୍ଠାନ ଦୀର୍ଘଜୀବୀ ହେଉ ପ୍ରଭୁ ଜଗନ୍ନାଥ ଆମର ଅନୁଷ୍ଠାନକୁ ଦୀର୍ଘବୃତ୍ତି କରନ୍ତୁ ଆମ ଅନୁଷ୍ଠାନ ଦୀର୍ଘଜୀବୀ ହେଉ ଏବଂ ସମସ୍ତ ସଦସ୍ୟ ଅକୁଣ୍ଠିତ ଚିତ୍ତରେ ସହଯୋଗ କରନ୍ତୁ ଏତିକି କାମନା କରିବି ଜୟ ଜଗନ୍ନାଥ। অনুরোধ করবি মাননীয় সেবতী ହୁଏ ତାପରେ ଆସିଲା ପରେ ଏଠି ଆରମ୍ଭ ହେଲା ତାପରେ ମୋତେ ବୈକୁଣ୍ଠ ଭାଇନା ଆଣିକି ପ୍ରଥମେ ଚିହ୍ନା କରେଇଥିଲେ ଯେ ବରିଷ୍ଠ ନାଗରିକ ମଞ୍ଚର ମେମ୍ବର ହେବା ପାଇଁ ଆଉ ମେମ୍ବର ତାପରେ এবং এই অবসরে আপনার নিবেদন করি যে ସବୁଜ ବାର୍ତ୍ତାଟି ଛାପିବାରେ ଯେଉଁ 65,000 ଟଙ୍କା ଖର୍ଚ୍ଚ ହେଇଛି ଯେ 65,000 ଟଙ୍କାକୁ ଯେଉଁ ବନ୍ଧୁମାନେ ବିଜ୍ଞାପନ ଆକାରରେ ସଂଗ୍ରହ କରିଛନ୍ତି ତାଙ୍କୁ ଅନୁଷ୍ଠାନ ତରଫରୁ ବହୁତ ବହୁତ କୃତଜ୍ଞତା ଗୋଟେ ଜୋରଦାର ପ୍ରଚାର ହେଉ। ଆଜି ନସିରୁଦ୍ଦିନ ଖାଁ ଶ୍ରୀ ରବୀନ୍ଦ୍ର କୁମାର ସାହୁ ଶ୍ରୀ ଶରତ କୁମାର ସାହୁ ଆଉ ଏଥର ପାଇଁ କହିବି ଏ ବର୍ଷ ଆପଣମାନଙ୍କର ସହଯୋଗରେ ବରିଷ୍ଠ ନାଗରିକ ମଞ୍ଚ ତାର ଉତ୍ତମ ଉନ୍ନତି ହେଉ ଏବଂ ଏ କଳବର ଆମକୁ ପାଉନାହିଁ ଆମେ ଚିନ୍ତା କରୁଛୁ ଆଉ ଗୋଟେ ଘର କରିବା ପାଇଁ ତେଣୁ ସେଥିରେ ଆପଣମାନେ ସାହାଯ୍ୟ କରିବେ ଆପଣଙ୍କ ସାହାଯ୍ୟ ଯେତେବେଳେ ନୁହେଁ ଆମେ ଚେଷ୍ଟା କରିବା ଆମ ବିଭିନ୍ନ ପାଣ୍ଠିରୁ ଟଙ୍କା ଆଣି
ଆମେ ଘର ତୋଳିବା। ଆମେ ଠିକ୍ କରିଛେ ବସୁଛେ ବସିବାର ନାହିଁ, ପୁଣି ସେପଟେ ବାହାରେ ମଧ୍ୟ ବସୁଛନ୍ତି। ଆମର ରୁମ୍ ଯେଉଁ ଅଛି ସେଠି ପାଉନାହିଁ, ତେଣୁ ଗୋଟେ ସୁବିଧା କରିଲେ ଯେଉଁ ଆଗରେ ଅଛି ଆମ ଜାଗା ଥିଲା ଅଧିକାର କଲେ ମଧ୍ୟ ହେଇପାରିବ। ସେ ଜାଗାକୁ ମଧ୍ୟ ଆମେ ଚିନ୍ତା କରନ୍ତୁ ଆପଣମାନେ। ରାସ୍ତା ପର୍ଯ୍ୟନ୍ତ ଯଦି ହୁଅନ୍ତା ତାହେଲେ ରାସ୍ତା ପର୍ଯ୍ୟନ୍ତ ଆହୁରି ଆମର 100 ଲୋକ 150 ଲୋକ ଦରକାର। ସେଥିପାଇଁ ମଧ୍ୟ ଆପଣଙ୍କୁ ପଦକ୍ଷେପ ନେବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରିବି, ଆପଣମାନେ ସହଯୋଗ ଦେବେ। ଆପଣଙ୍କ ସହଯୋଗରେ ଏ ବରିଷ୍ଠ ନାଗରିକ ମଞ୍ଚ ଉଠିବ। ଆମ ପରିବାର ସଦସ୍ୟ ଆପଣମାନେ, ଆମ ପରିବାରର ଲୋକ ଆପଣମାନେ, ଆମ ପରିବାରର ସବୁ ଉନ୍ନତି କଲେ ଆପଣ ଧ୍ୟାନ ଦେବେ, ପରାମର୍ଶ ଦେବେ। କହି ମୋର ବକ୍ତବ୍ୟ କଥାରେ ଅଛି ଏ ହଙ୍ଗ୍ରି ମାଇଣ୍ଡ ଇଜ ଆଙ୍ଗ୍ରି ମାଇଣ୍ଡ। ସବୁ ଭୋକିଲା ପାଇଁ ସମସ୍ତେ ବ୍ୟସ୍ତ ହେଲେଣି, ଖାଇବା ସମୟ ହେଇଗଲାଣି। ଧନ୍ୟବାଦ ସମସ୍ତଙ୍କୁ। ସର୍ବପ୍ରଥମ ଧନ୍ୟବାଦ ଦେବି ଆପଣମାନଙ୍କର ଉଦ୍ୟମରେ ଆଜି ଯେଉଁ ଆମେ ଏକାଠି ହେଇଛେ ସମସ୍ତେ ବରିଷ୍ଠ ନାଗରିକମାନେ, ସମସ୍ତଙ୍କୁ ସର୍ବପ୍ରଥମ ବହୁତ ବହୁତ ଧନ୍ୟବାଦ ଦେବି। ଆଜି ଅନୁଷ୍ଠାନ କେତେ ଜାଗାରେ ପହଞ୍ଚିଛି ଆପଣମାନଙ୍କର ସହଯୋଗରେ। যমুনা গঙ্গা ভূষণ জল শুভ নামে জাগে তব শুভ গায়ে তব জয় গাথা জয় হে ভারত ভাগ্য বিধাতা জয় হে জয় হে জয় হে